ଡିସେମ୍ବର 9, 1916। ଧ୍ୟାନରୁ ଉଠିବାର ବହୁ ସମୟ ପରେ ତାହା କି ପ୍ରକାର ଜିନିଷ ଥିଲା ମୁଁ ବୁଝିପାରିଲି। ଆଜି ସନ୍ଧ୍ୟାରେ ମୁଁ ଆହୁରି ଥରେ ସେଇ ଅବସ୍ଥାରେ ଯାଇ ପହଞ୍ଚିଲି, ଯେଉଁଠାରେ ଚେତନା ନିଜକୁ ବିଚ୍ଛୁରିତ କରିଦିଏ ନାନାବିଧ ଉପାଦାନର ବୈଚିତ୍ର୍ୟ ମଧ୍ୟରେ। ବ୍ୟକ୍ତିଗତ ଓ ସମଷ୍ଟିଗତ ଚେତନାର ବିବିଧ କେନ୍ଦ୍ରରେ କୌଣସି କର୍ମ ବିଶେଷ ଅଥବା ସେସବୁ ଉପାଦାନର ଯେତେ ଯାହା କାର୍ଯ୍ୟ ରହିଛି ତାହା ଉଦ୍ଯାପନ କରିବା ପାଇଁ ବିଦ୍ୟୁତ୍ ସ୍ଫୁରଣ ପରି ଗୋଟିଏ ଗୋଟିଏ ବିଶେଷ ବିନ୍ଦୁ ହଠାତ୍ ସ୍ପଷ୍ଟ ହୋଇ ଉଠି ପୁଣି ମିଳାଇଯାଏ ଅନ୍ୟ ଗୋଟିଏକୁ ସ୍ଥାନ ଦେବା ପାଇଁ। ଚେତନାର ପ୍ରତ୍ୟେକଟି କର୍ମ ତତ୍ପର ଉପାଦାନ ସ୍ପଷ୍ଟ ଭାବେ ସଚେତନ, ଯେ କି କାର୍ଯ୍ୟ ସେ କରୁଛି। ତେବେ ଯୁଗପତ୍ ସମଗ୍ର ଚେତନା ପ୍ରତି ସଚେତନ ହେବା ତା ପକ୍ଷେ ଅସମ୍ଭବ ମନେ ହୁଏ, କାରଣ ତାହେଲେ ସେ ଚେତନା ଅତ୍ୟନ୍ତ ଜଟିଳ ହୋଇଯାଏ ଏବଂ କର୍ମ ସମ୍ପାଦନ ପାଇଁ ତାର ପ୍ରୟୋଜନ ମଧ୍ୟ ହୁଏ ନାହିଁ।